ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି। ସେଠାରେ ସାତମୁଣ୍ଡିଆ ସାପ ଜଗି ବସିଛି। ଭିତରକୁ ଯିବା ମନା। ସୁଡ଼ଙ୍ଗ ଭିତରକୁ ଗଲେ ଆହୁରି ଅନେକ ଗୁପ୍ତ ରତ୍ନଭଣ୍ଡାର ସବୁ ରହିଛି। ଅସୁମାରୀ ଧନ ଦୌଲତ ଭର୍ତ୍ତି ହୋଇ ରହିଛି। ଜଗନ୍ନାଥଙ୍କ ମନ୍ଦିର ଭିତରେ ଥିବା ଭିତର ରତ୍ନଭଣ୍ଡାରର ଆହୁରି ଭିତରେ ଥିବା ଭଣ୍ଡାରମାନଙ୍କରେ, ଯାହାକି ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରି ନାହିଁ। ଯେତେ ମୁହଁ ସେତେ କଥା। ଆଲୋଚନା ପର୍ଯ୍ୟାଲୋଚନାର ଅନ୍ତ ନାହିଁ। ପ୍ରାନ୍ତୀୟ ଟିଭିଠୁ ଆରମ୍ଭ କରି ଜାତୀୟ ସ୍ତରର ଟିଭି ପର୍ଯ୍ୟନ୍ତ ସବୁ ଚ୍ୟାନେଲ ମାନଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କର ରତ୍ନଭଣ୍ଡାରକୁ ନେଇ ଚାଲିଛି ବିଶେଷ ବିଶେଷ ଆଲୋଚନା। କିନ୍ତୁ ପ୍ରକୃତ କଥା କ'ଣ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସେ ଯାହା ହେଉ, ଓଡ଼ିଶା ସରକାର ତାଙ୍କ ପ୍ରତିଶ୍ରୁତି ମୁତାବକ ଭିତର ରତ୍ନଭଣ୍ଡାର ଖୋଲି ଭିତର ରତ୍ନଭଣ୍ଡାର ଭିତରେ ଥିବା ଦୁର୍ମୂଲ୍ୟ ତଥା ଆକଳନ ହୋଇପାରିନଥିବା ହୀରା, ନୀଳା, ମୋତି, ମାଣିକ ଓ ସ୍ୱର୍ଣ୍ଣ ଆଭୂଷଣକୁ ସାଇତି ରଖିଛନ୍ତି ଏବଂ ରତ୍ନଭଣ୍ଡାର ଭିତରେ ଆଉ କ'ଣ ସୁଡ଼ଙ୍ଗ ବା ଗୁପ୍ତ ରାସ୍ତା ଅଛି କି ନାହିଁ ଜାଣିବା ପାଇଁ ଅତ୍ୟାଧୁନିକ ଲେଜର ସ୍କାନିଂର ସାହାଯ୍ୟ ନେଉଛନ୍ତି। ରତ୍ନଭଣ୍ଡାରର ସୁଡ଼ଙ୍ଗ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଶ୍ରୀ ଜଗନ୍ନାଥ ମହାପ୍ରଭୁ ରହସ୍ୟମୟ ଠାକୁର। ସେହିପରି ତାଙ୍କର ପ୍ରତ୍ୟେକଟି କଥା ମଧ୍ୟ ରହସ୍ୟତାରେ ପରିପୂର୍ଣ୍ଣ ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରତ୍ନଭଣ୍ଡାର ମଧ୍ୟ ତତୋଧିକ ରହସ୍ୟପୂର୍ଣ୍ଣ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରତ୍ନଭଣ୍ଡାର ଭିତରେ ରହିଛି ମହାପ୍ରଭୁଙ୍କର ଦୈନନ୍ଦିନ ତଥା ବିଭିନ୍ନ ପର୍ବପର୍ବାଣୀରେ ଧାରଣ କରୁଥିବା ବହୁମୂଲ୍ୟର ସ୍ୱର୍ଣ୍ଣ ଆଭୂଷଣ ଏବଂ ବହୁ ଦୁର୍ମୂଲ୍ୟ ରତ୍ନପଥର ଖଚିତ ବିଭିନ୍ନ ପ୍ରକାର ମାଳା, ପଦକ ତଥା ଅନ୍ୟାନ୍ୟ ଅଙ୍ଗ ଲାଗି ଆଭୂଷଣ। ଏହିସବୁ ମୂଲ୍ୟବାନ ପଦାର୍ଥ ଚତୁର୍ଦ୍ଧାମୂର୍ତ୍ତିଙ୍କର ନିତ୍ୟ ବ୍ୟବହାରରେ ବ୍ୟବହୃତ ହେଉଥିବାରୁ ଏହି ଅଳଙ୍କାର ଗୁଡ଼ିକ ରତ୍ନଭଣ୍ଡାରର ବାହାର ଭଣ୍ଡାର ଭିତରେ ଥାଏ। ଆବଶ୍ୟକ ସ୍ଥଳେ ବାହାର ଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କର କାର୍ଯ୍ୟରେ ଲଗାଯାଏ ଏବଂ ପୁନର୍ବାର ବାହାର ଭଣ୍ଡାର ଭିତରେ ରଖି ଦିଆଯାଏ। ଏ ତ ଗଲା ବାହାର ରତ୍ନଭଣ୍ଡାରର କଥା। ସେହିପରି ଜଗନ୍ନାଥ ମହାପ୍ରଭୁଙ୍କର ବାହାର ରତ୍ନଭଣ୍ଡାର ପରେ ଭିତରେ ଆଉ ଏକ ରତ୍ନଭଣ୍ଡାର ଗୃହ ଅଛି, ଯାହାକୁ କି ରତ୍ନଭଣ୍ଡାରର ଭିତର ଗୃହ ବା ଭିତର ଭଣ୍ଡାର ଗୃହ କୁହାଯାଉଛି। ଏହି ଭିତର ଭଣ୍ଡାର ଘରେ ପ୍ରାୟତଃ ବ୍ୟବହାରରେ ଆସୁନଥିବା ଦୁର୍ମୂଲ୍ୟ ପଦାର୍ଥ, ଯାହାର କି ଏପର୍ଯ୍ୟନ୍ତ କୌଣସି ମୂଲ୍ୟାଙ୍କନ କରାଯାଇପାରିନାହିଁ, ତାହା ବିଭିନ୍ନ ପ୍ରକାରର ମାଳା, ଶ୍ରୀଅଙ୍ଗ ଲାଗି ଆଭୂଷଣ ଏବଂ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ବିମଣ୍ଡିତ ସ୍ୱର୍ଣ୍ଣ ଆଭୂଷଣ ଆକାରରେ ରହିଅଛି। ପ୍ରସିଦ୍ଧ ରଘୁନାଥ ବେଶର ଅର୍ଥାତ୍ ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ ଶ୍ରୀ ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକର ଉପସ୍ଥିତ ଥିବା ତତ୍କାଳୀନ ଅଯୋଧ୍ୟା ରାଜଦରବାରର ସମ୍ପୂର୍ଣ୍ଣ ଦୃଶ୍ୟ ମଧ୍ୟ ସ୍ୱର୍ଣ୍ଣ ନିର୍ମିତ ରାଜଦରବାରର ଦୃଶ୍ୟ ଆକାରରେ ରହିଅଛି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରାୟ 100 ବର୍ଷ ତଳେ ଶ୍ରୀ ରଘୁନାଥ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ଏବଂ ସେହି ଦିନଠାରୁ ଏପର୍ଯ୍ୟନ୍ତ ଜଗନ୍ନାଥ ମହାପ୍ରଭୁଙ୍କର ରଘୁନାଥ ବେଶ ଆଉ ହୋଇପାରି ନାହିଁ। ଏତଦ୍ବ୍ୟତୀତ ଭାରତର ଅନ୍ୟତମ ଦିଗ୍ବିଜୟୀ ଯୋଦ୍ଧା ତଥା ତତ୍କାଳୀନ ଓଡ଼ିଶାର ସୁପ୍ରସିଦ୍ଧ ସୂର୍ଯ୍ୟବଂଶୀୟ ରାଜା କପିଳେନ୍ଦ୍ର ଦେବ ଦିଗ୍ବିଜୟରେ ବାହାରି ଜିତିଥିବା ରାଜ୍ୟ ତଥା ରାଜମୁକୁଟ ସବୁ ଭିତରେ ରତ୍ନଭଣ୍ଡାର ମଧ୍ୟ ରଖାଯାଇଛି। ଏଗୁଡ଼ିକ କେଉଁ ଦେଶର ରାଜାଙ୍କର ମୁକୁଟ ତାହାର କୌଣସି ପ୍ରାମାଣିକତା ମିଳିପାରି ନାହିଁ। ହୁଏତ ବିସ୍ମୃତିର କେଉଁ କରାଳ ଗର୍ଭରେ ତାହା ଲୁକ୍କାୟିତ ଅଛି। ଏ ତ ଗଲା ବାହାର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାର କଥା। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଭିତରେ ଆଉ କ'ଣ ରତ୍ନଭଣ୍ଡାର ଅଛି? ବିଭିନ୍ନ ଆଡ଼ୁ ବିଭିନ୍ନ ମହଲରୁ ତଥା ବିଭିନ୍ନ ବ୍ୟକ୍ତିବିଶେଷମାନେ ଏ ସମ୍ପର୍କରେ ନିଜର ମତ ଉପସ୍ଥାପନ କରୁଛନ୍ତି। କିଏ କହୁଛନ୍ତି ରତ୍ନଭଣ୍ଡାର ଭିତରୁ ସୁଡ଼ଙ୍ଗ ଲମ୍ବିଛି ତ ଭିତରକୁ, ଆଉ କିଏ କହୁଛି ଶ୍ରୀମନ୍ଦିରର ଅନ୍ୟ କେଉଁ ଜାଗାରୁ ସୁଡ଼ଙ୍ଗ ଯାଇଛି ରତ୍ନଭଣ୍ଡାର ଯାଏ। 1978 ମସିହାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଭିତର ରତ୍ନଭଣ୍ଡାର ଖୋଲାଯାଇ ବିଭିନ୍ନ ଅଳଙ୍କାର ଓ ଆଭୂଷଣର ତାଲିକା ପ୍ରସ୍ତୁତ କରାଯାଇଥିଲା। ସେ ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଦାୟିତ୍ୱରେ ଥିବା ସ୍ୱର୍ଗତ ରବୀନ୍ଦ୍ର ନାରାୟଣ ମିଶ୍ର ଏ ସମ୍ପର୍କରେ ବିଶଦ ବିବରଣୀ ଦେଇଛନ୍ତି।
ଦୈନିକ ସମ୍ବାଦପତ୍ର ସମାଜ କର୍ତ୍ତୃକ ଗୋପବନ୍ଧୁ ପ୍ରେସ୍ ଦ୍ୱାରା ମୁଦ୍ରିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଆଭୂଷଣର ତାଲିକା ମଧ୍ୟ ପ୍ରକାଶିତ ହୋଇଛି। ଭିତର ରତ୍ନଭଣ୍ଡାରରୁ ଅନ୍ୟ ଗର୍ଭଗୃହକୁ ଯିବା ପାଇଁ ଏକ ଗଳାବାଟ ବା ସୁଡ଼ଙ୍ଗ ରାସ୍ତା ଅଛି ବୋଲି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ପ୍ରଶାସକ ଥିବା ସ୍ୱର୍ଗତ ରବୀନ୍ଦ୍ର ନାରାୟଣ ମିଶ୍ର ଏକ କୌତୂହଳ ଦୀପକ ତଥା ପରବର୍ତ୍ତୀ ସମୟରେ ଏକ ଟିଭି ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେଇଥିଲେ। ଶ୍ରୀ ଜଗନ୍ନାଥ ଓ ଶ୍ରୀମନ୍ଦିର ଉପରେ ଗବେଷଣା କରୁଥିବା କେତେକ ଗବେଷକ ମଧ୍ୟ ଶ୍ରୀମନ୍ଦିର ମଧ୍ୟରେ ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ଅଛି ବୋଲି କହିଥାନ୍ତି। ସେଥିପାଇଁ ତ ଜନମତ ଚାପରେ ହେଉ ବା କୌତୂହଳବଶତଃ ହେଉ, ଏବର ଓଡ଼ିଶା ଶାସନ ଦାୟିତ୍ୱରେ ଥିବା ବିଜେପି ଦଳ ସରକାର ଭିତର ରତ୍ନଭଣ୍ଡାର ଖୋଲିଛନ୍ତି ଓ ଆଜିର ଦିନରେ ଲେଜର ସ୍କାନିଂ କରାଯାଇ ଶ୍ରୀମନ୍ଦିର ଭିତରେ କେଉଁ ଜାଗାରେ ସୁଡ଼ଙ୍ଗ ରହିଛି ତାହା ଜାଣିବା ପାଇଁ ପ୍ରୟାସ କରିବାକୁ ଯାଉଛନ୍ତି। ଏଠାରେ କହି ରଖିବା ପ୍ରାସଙ୍ଗିକ ହେବ ଯେ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ମିଶ୍ରବାବୁ ଏକଥା କହିଥିଲେ, ଶ୍ରୀମନ୍ଦିର ଭିତରେ ସୂର୍ଯ୍ୟ ମନ୍ଦିର ସାମ୍ନାରେ ଥିବା ଅମୁହା ମନ୍ଦିରର ଉପର ପଟେ ଦୋଳା କରାଯାଇ ଜଣେ ବ୍ୟକ୍ତିଙ୍କୁ ଦୋଳା ଭିତରେ ବସାଇ ଭିତର ଭଣ୍ଡାର ଭିତରେ କ'ଣ ଅଛି ଜାଣିବା ପାଇଁ ଦୋଳାଟିକୁ ତଳକୁ ଛଡ଼ାଯାଇଥିଲା। ସେହି ବ୍ୟକ୍ତିକୁ ନେଇ ଭିତରକୁ ଯାଇଥିବା ଦୋଳାଟି କ୍ରମଶଃ ହାଲୁକା ହୋଇଯିବାରୁ ଦୋଳାଟିକୁ ଉପରକୁ ଆଣିବାରୁ ଦୋଳାଟି ଖାଲି ଥିବା ଦେଖାଯାଇଥିଲା। ସେହିଦିନ ଠାରୁ ସେହି ଅମୁହା ମନ୍ଦିରର ଉପର ବାଟକୁ ବନ୍ଦ କରିଦିଆଯାଇଛି। ଏହି କଥା ଆମ୍ଭେ ମଧ୍ୟ ପ୍ରାୟ 60 ଦଶକରେ ଆମ ଜେଜେମାଙ୍କ ଠାରୁ ଶୁଣି ଆସିଅଛୁ। ଯାହା ହେଉ, ଶ୍ରୀମନ୍ଦିର ମଧ୍ୟରେ ଗୁପ୍ତ କୋଠରୀ ଓ ଗୁପ୍ତ ରାସ୍ତା ରହିଅଛି ବୋଲି ଆମ୍ଭର ମଧ୍ୟ ଦୃଢ଼ ଧାରଣା ରହିଅଛି। ଆମ୍ଭେ ଦେଖିବାରେ ଏହି ଗୁପ୍ତ କୋଠରୀ ଖୋଜିବା ପାଇଁ 60 ଦଶକର ଶେଷ ଭାଗରେ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱଠାରେ ମନ୍ଦିର ଚଟାଣରୁ ପଥର ହଟାଯାଇ ଗୁପ୍ତ କୋଠରୀ ବା ସୁଡ଼ଙ୍ଗ ଖୋଜିବା କାମ ଆରମ୍ଭ କରାଯାଇଥିଲା, କିନ୍ତୁ ପରେ କୌଣସି କାରଣରୁ ବନ୍ଦ କରିଦିଆଯାଇଥିଲା। ଶ୍ରୀ ଜଗନ୍ନାଥ ମନ୍ଦିରର କିଛି ବରିଷ୍ଠ ସେବକଙ୍କ ମତରେ ଶ୍ରୀମନ୍ଦିର ଭିତର ବେଢ଼ା ତଥା ପାଟ ଅଗଣା ଗୁପ୍ତ କୋଠରୀ ଓ ସୁଡ଼ଙ୍ଗରେ ପରିପୂର୍ଣ୍ଣ। ଶ୍ରୀମନ୍ଦିର ବେଢ଼ାର ଭିତର ବେଢ଼ାର ଚତୁର୍ଦ୍ଦିଗରେ ସ୍ଥାପିତ ଶିବଲିଙ୍ଗଠାରୁ ସେହିସବୁ ଜାଗାମାନଙ୍କୁ ଯିବା ପାଇଁ ରାସ୍ତା ରହିଅଛି। ପରବର୍ତ୍ତୀ ସେ ସମୟରେ ସେ ଜାଗାରେ ଶିବଲିଙ୍ଗ ସ୍ଥାପନ କରି ସେହି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗକୁ ଯିବା ରାସ୍ତା ବନ୍ଦ କରିଦିଆଯାଇଛି। ଏବେ ବି ଶ୍ରୀମନ୍ଦିର ଭିତର ବେଢ଼ାରେ ସ୍ଥାପିତ ବିଭିନ୍ନ ମୂର୍ତ୍ତିକୁ ଗଭୀର ଅନୁଧ୍ୟାନ କଲେ ଜଣାଯାଏ ଯେ ସେଗୁଡ଼ିକ ଭିତରେ ସୁଡ଼ଙ୍ଗ ବା ଗୁପ୍ତ କୋଠରୀକୁ ବାୟୁ ଚଳାଚଳ ବା ଭେଣ୍ଟିଲେସନ୍ ପାଇଁ ଯେପରି ତିଆରି କରାଯାଇଛି। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।